ସମସ୍ତଙ୍କୁ ପ୍ରାଇଜ୍ ଲର୍ଡ ପ୍ରଭୁଙ୍କ ନାମରେ ଗୌରବ ହଉ। ବାସ୍ତବରେ ପ୍ରିୟମାନେ ପ୍ରଭୁ ମହାନ ଅଟନ୍ତି। ସେ ଏହି ଦିନମାନଙ୍କରେ ଆମମାନଙ୍କୁ ସୁରକ୍ଷିତ ଭାବରେ ରଖି ତାଙ୍କରି ମହିମାର ଉଦ୍ଦେଶ୍ୟରେ ଆମମାନଙ୍କୁ ସେ ବ୍ୟବହାର କରୁଛନ୍ତି। ତେଣୁକରି ପ୍ରଭୁଙ୍କ ନାମକୁ ମୁଁ ଧନ୍ୟବାଦ ଦିଏ। ଆଉ ତା ସହିତ ଆଜିର କିଛି ବିଷୟ ମୁଁ ଆପଣଙ୍କ ସହିତ ସେୟାର କରିବାକୁ ଚାହେଁ, ବାଣ୍ଟିବାକୁ ଚାହେଁ। ତାହା ଏହା ଅଟେ ଯେ ଯେତେବେଳେ ମୁଁ ରମାକାନ୍ତ ପାଣି ସାର୍ଙ୍କ ସହିତ ଦେଖାଗଲି, ମୋତେ ବହୁତ ଆନନ୍ଦିତ ଲାଗିଲା। ସାର୍ଙ୍କ ସହିତ କିଛି ସମୟ ବିତେଇଲି, କିଛି କଥାବାର୍ତ୍ତା ହେଲି, ତାଙ୍କ ସହିତ ମୁଁ ଟିକେ ଟାଇମ୍ ବିତେଇ ପାରିଲି। ତେଣୁକରି ମୋତେ ବହୁତ ଖୁସି ଲାଗିଲା, ବହୁତ ଆନନ୍ଦିତ ଲାଗିଲା ଯେ ସାର୍ ଅଳ୍ପ ସମୟ ମୋତେ ଦେଲେ, ପୁଣି ଆମେ କଥାବାର୍ତ୍ତା ଟିକେ ସମୟ ଆମେ ହେଇପାରିଲୁ। ମୋତେ ବହୁତ ଆନନ୍ଦିତ ଲାଗିଲା। ମୋର କହିବାର ଭାବ ଏହା ଅଟେ, ଯେତେବେଳେ ମୁଁ ତାଙ୍କ ସହିତ ଦେଖାଗଲି, ତାଙ୍କ ସହିତ ଅଳ୍ପ ସମୟ ବିତେଇଲି, ମୋତେ ଏତେ ଆନନ୍ଦ ଲାଗିଲା। କାହିଁକି? ଜଣେ ସାର୍ଙ୍କ ସହିତ ମୁଁ କଥା ହେଲି, ଜଣେ ବାଳକଙ୍କ ସହିତ କଥା ହେଲି, ଜଣେ ପ୍ରଭୁଙ୍କର ଦାସଙ୍କ ସହିତ ମୁଁ କଥା ହେଲି। ତେଣୁକରି ମୋତେ ବହୁତ ଖୁସି ଲାଗିଲା। ପ୍ରିୟମାନେ, ମୁଁ ଏହା କହିବାକୁ ଚାହୁଁଛି, ଯଦି ଗୋଟେ ପ୍ରଭୁଙ୍କର ଦାସଙ୍କ ସହିତ ଦେଖା କରିଲେ ଯଦି ଆମେ ଏତେ ଆନନ୍ଦିତ ହେଉଛୁ, ଏତେ ଖୁସି ଅନୁଭବ କରିପାରୁଛୁ, ଏତେ ଶାନ୍ତି ଅନୁଭବ ଆମେ କରିପାରୁଛୁ, ଏଇଟା ମୋର ଲାଇଫ୍ର କଥା ନୁହେଁ। ଆପଣମାନେ ମଧ୍ୟ ଅନେକ ସମୟରେ ଅନେକ ପାଳକ ଆଜ୍ଞାମାନଙ୍କ ସହିତ, ପାଳକ ସାର୍ମାନଙ୍କ ସହିତ, ପାଳିକା ମା'ମାନଙ୍କ ସହିତ ଆପଣମାନେ ମଧ୍ୟ ଦେଖା କରିଥିବେ, କଥା ହେଇଥିବେ, ଅନେକ ବିଷୟ ତାଙ୍କ ସହିତ ଆପଣଙ୍କର ବିଷୟକୁ ବାଣ୍ଟିଥିବେ। ଆଉ ମୁଁ ବିଶ୍ୱାସ କରେ, ଯେତେବେଳେ ମୋ ନିଜ ପାଳକକୁ ମଧ୍ୟ ମୁଁ ଯେତେବେଳେ କଥା ହୁଏ, ତାଙ୍କ ସହିତ ଦୁଃଖ ସୁଖ ବାଣ୍ଟେ, ସେତେବେଳେ ମୋତେ ଆନନ୍ଦ ଲାଗେ। କାହିଁକି? ମୋର ଦୁଃଖ ସୁଖ ସମସ୍ତ ବିଷୟ ତାଙ୍କ ସହିତ ସେୟାର କଲି। ସେ ମୋତେ ଅନେକ ସାନ୍ତ୍ୱନା ଦିଅନ୍ତି, ଅନେକ ଶାନ୍ତିର କଥା କହନ୍ତି, ଅନେକ ବାକ୍ୟ ଦେଇ କଥା କହନ୍ତି। ଆଉ ସେ ଯେପରି ଆମର ଉନ୍ନତି ହେବ, ଭଲ ହେବ, ମଙ୍ଗଳ ହେବ, ସେଇ ବିଷୟରେ କଥାବାର୍ତ୍ତା କରନ୍ତି। ଆଉ ତେଣୁକରି ଆମେ କ'ଣ ହେଇଯାଇଥାଉ, ଟିକେ ଖୁସି ହେଇଥାଉ, ଆନନ୍ଦିତ ହେଇଥାଉ। କିଛି ସମୟ ପାଇଁ ମଧ୍ୟ ହେଇପାରେ। ସେହି ପ୍ରକାରେ ଯଦି ଆମ ଜୀବନକୁ ଆମେ ପ୍ରଭୁଙ୍କୁ ଦେବା, ଆଉ ପରମେଶ୍ୱରଙ୍କ ସହିତ ଯଦି ଆମ ସମ୍ପର୍କ ରଖିବା, ପରମେଶ୍ୱରଙ୍କ ସହିତ ଯଦି ଆମେ କଥାବାର୍ତ୍ତା ହେବା, ତାଙ୍କ ସହିତ ଯଦି ଆମେ ଉଠିବା, ତାଙ୍କ ସହିତ ଯଦି ଆମେ ବସିବା, ତାଙ୍କ ସହିତ ଯଦି ଆମମାନଙ୍କର କଥାବାର୍ତ୍ତା ରହିବ, ପ୍ରିୟମାନେ, ମୁଁ ବିଶ୍ୱାସ କରେ ଗୋଟେ ଦାସଙ୍କ ଅପେକ୍ଷା, ଗୋଟେ ପ୍ରଭୁଙ୍କର ଲୋକଙ୍କ ଅପେକ୍ଷା, ଜଣେ ପାଳକଙ୍କ ଅପେକ୍ଷା, ଜଣେ ପାଳିକା ମା'ଙ୍କ ଅପେକ୍ଷା ମୁଁ ବିଶ୍ୱାସ କରେ ପ୍ରଭୁଙ୍କ ସହିତ ଯେଉଁମାନେ ଉଠନ୍ତି, ବସନ୍ତି, କଥା ହୁଅନ୍ତି, ସେମାନେ ଆନନ୍ଦିତ ରହିବେ। ଆମେନ୍। ସେମାନେ ଖୁସିରେ ରହିବେ। ତାଙ୍କ ଜୀବନର ପ୍ରତ୍ୟେକ ଦୁଃଖକୁ ପ୍ରଭୁ କ'ଣ କରିବେ? ଦୂର କରିବେ। ତା ସହିତ ପ୍ରଭୁ ତାଙ୍କୁ ଆନନ୍ଦ ଦେବେ। ମୁଁ ବିଶ୍ୱାସ କରେ ଯଦି ଆମେ ଜଣେ ବ୍ୟକ୍ତିଙ୍କୁ ମିଶିବା ଦ୍ୱାରା ଏତେ ଆନନ୍ଦିତ, ଆଜିର ଦିନ ମୋର ବହୁତ ସୁନ୍ଦର ଭାବରେ ଗଲା, କାହିଁକିନା ମୁଁ ତାଙ୍କ ସହିତ ଦେଖାଗଲି, ତାଙ୍କ ସହିତ ମିଶିଲି, ସେ ମୋତେ କଥା ହେଲେ ବୋଲିକି ଆମେ ଯଦି ଏତେ ଖୁସି ହେଉଛୁ, ସର୍ବଶକ୍ତିମାନ ପରମେଶ୍ୱର ଯିଏକି ଆମମାନଙ୍କୁ ନିର୍ମାଣ କରିଛନ୍ତି, ଆମମାନଙ୍କୁ ତିଆରି କରିଛନ୍ତି, ଏ ଦୁନିଆ ସାରା ପ୍ରତ୍ୟେକ ବିଷୟକୁ ବନାଇଥିବା ପ୍ରଭୁଙ୍କୁ ଯଦି ଆମେ କଥା ହେବା, ଆମ ଦିନ କାହିଁକି ଉତ୍ତମ ଯିବ ନାହିଁ? ଆମ ଦିନ କାହିଁକି ମଙ୍ଗଳ ହେବ ନାହିଁ? ଆମ ଦିନ କାହିଁକି ଆମେ ହସ ଖୁସିରେ ବିତାଇ ପାରିବା ନାହିଁ? ପ୍ରିୟମାନେ, ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଆମେ କଥାବାର୍ତ୍ତା ହେବା, ଆଉ ଆମ ଦିନ ଅମଙ୍ଗଳ ହେବ? ଆମ ଦିନ କ'ଣ ଖରାପ ହେବ? ଆମ ସମ୍ପର୍କରେ କ'ଣ ଫାଟ ସୃଷ୍ଟି ହେବ? ନାହିଁ। ସେ ସର୍ବଶକ୍ତିମାନ ଅଟନ୍ତି, ସେ ସର୍ବ ଅନ୍ତର୍ଯ୍ୟାମୀ ପରମେଶ୍ୱର ଅଟନ୍ତି, ସେ ସମସ୍ତ ବିଷୟକୁ ଦେଖିବା ପରମେଶ୍ୱର ଅଟନ୍ତି, ସେ ଜାଣିବା ପରମେଶ୍ୱର ଅଟନ୍ତି, ସେ ବୁଝିବା ପରମେଶ୍ୱର ଅଟନ୍ତି। ପ୍ରିୟମାନେ, ଆମେ ତାଙ୍କ କଥା ହେଲା ପରେ ଯଦି ଆମ ଜୀବନ ଠିକ୍ ନାହିଁ, ତାହେଲେ ଆମ ବିଷୟକୁ ଜାଣିବାକୁ ପଡ଼ିବ ଯେ ଆମେ ଠିକ୍ରେ ନାହିଁ। ଆମେ ଠିକ୍ ହେବାକୁ ପଡ଼ିବ, ସମ୍ପର୍କ ଠିକ୍ ବନାଇବାକୁ ପଡ଼ିବ, ପୁଣି ପ୍ରଭୁଙ୍କ ସହିତ ଆମ ସମ୍ପର୍କକୁ ଉତ୍ତମ ରଖିବାକୁ ପଡ଼ିବ। ଯଦି ଆମେ ଏହି ପ୍ରକାର ରଖିବା, ତାହେଲେ ନିହାତି ଭାବରେ ଆମ ସମ୍ପର୍କ ଯଦି ପ୍ରଭୁଙ୍କ ସହିତ ରହିବ, ତାହେଲେ ଆମ ପ୍ରତ୍ୟେକ ଦିନ ମଧ୍ୟ ଉତ୍ତମ କଟିବ, ଉତ୍ତମ ଯିବ, ଉତ୍ତମରେ ଆମେ ରହିପାରିବା। ମୋର କହିବାର ଭାବ ଏହା ଅଟେ, ଜଣେ ସାର୍ଙ୍କୁ ମିଶିଲା ପରେ ଯେଉଁ ଆନନ୍ଦ ଲାଗୁଛି, ପ୍ରଭୁଙ୍କୁ ମିଶିଲା ପରେ ତାଠୁ ବହୁ ଗୁଣରେ ଆନନ୍ଦ ଲାଗିବ। ପୁଣି ପ୍ରଭୁ ଆପଣଙ୍କ ମୋତେ ଭୟଙ୍କର ଭାବରେ ଆଗକୁ ନେଇକି ଯିବେ, ଆଉ ଆମ ଦିନ ମଧ୍ୟ ଉତ୍ତମ ହେବ, ଆମ ସମୟ ମଧ୍ୟ ଆଶୀର୍ବାଦର ସମୟ ହେବ। ଆମେନ୍।
ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତେ ଆମେ ପ୍ରଭୁଙ୍କ ସହିତ ଆମେ ଟାଇମ୍ ସ୍ପେଣ୍ଡ କରିବା ବା ସମୟ ଆମେ ବ୍ୟତୀତ କରିବା, ତାହେଲେ ନିହାତି ଭାବରେ ଆମ ଜୀବନରେ ପ୍ରଭୁ ଆଶୀର୍ବାଦ କରିବେ। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆପଣଙ୍କୁ ମୋତେ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ।